ଆସନ୍ତୁ କଳ୍ପନା କରିବା ଏକ ଏମିତି ଦୁନିଆର ଯେଉଁଠି ଫୁଲର ଅସ୍ତିତ୍ୱ ହିଁ ନଥିଲା। ପୃଥିବୀର ରୂପ ସମ୍ପୂର୍ଣ୍ଣ ଅଲଗା ଥିଲା। ସେହି ସମୟରେ ଏକ ପ୍ରାଚୀନ ଉଦ୍ଭିଦଗୋଷ୍ଠୀ ଏହି ପୃଥିବୀ ଉପରେ ରାଜ କରୁଥିଲା। ଆଜି ଆମେ ସେହି ଗଛମାନଙ୍କର କାହାଣୀ ଜାଣିବା ଯେଉଁମାନେ ଆମ ଦୁନିଆର ମୂଳଦୁଆ ପକାଇଥିଲେ। ଆଚ୍ଛା, ଆସନ୍ତୁ ଗୋଟିଏ ମଜାଦାର ପ୍ରଶ୍ନରୁ ଆରମ୍ଭ କରିବା। ଗୋଟିଏ ଡାଇନୋସର ଆମ ଘର ତିଆରିରେ ଲାଗୁଥିବା କାଠପଟା ଆଉ ଖାଇବା ପାଇଁ ବ୍ୟବହାର ହେଉଥିବା ଗୋଟିଏ ପାଇନ୍ ନଟ୍, ଏ ତିନିଟା ଭିତରେ ଭଲା କ'ଣ ସମ୍ପର୍କ ଥାଇପାରେ? ଶୁଣିବାକୁ ଟିକେ ଅଜବ ଲାଗୁଛି ନୁହେଁ କି? ହେଲେ ଏହାର ଉତ୍ତର ବେଶ୍ ଆଶ୍ଚର୍ଯ୍ୟ କରିଦେବା ଭଳି। ଏମାନଙ୍କ ଭିତରେ ଏକ ବହୁତ ଗଭୀର ଐତିହାସିକ ସମ୍ପର୍କ ରହିଛି। ସମସ୍ତେ ଗୋଟିଏ ହିଁ ପୂର୍ବଜ ସହିତ ଜଡ଼ିତ। ଆଉ ସେହି ପୂର୍ବଜ ହେଉଛି ଏକ ପ୍ରକାରର ଉଦ୍ଭିଦ, ଏକ ଏମିତି ଉଦ୍ଭିଦ ଯିଏ ଦିନେ ଏହି ଦୁନିଆରେ ରାଜ କରୁଥିଲା। ଆଉ ଆଜି ଆମେ ସେହି ଜିମ୍ନୋସ୍ପର୍ମ ବିଷୟରେ ହିଁ ଜାଣିବାକୁ ଯାଉଛେ। ଆଚ୍ଛା, ତେବେ ଚାଲନ୍ତୁ ଏହି କାହାଣୀରେ ଆହୁରି ଭିତରକୁ ଯିବା, ସମୟଚକ୍ରକୁ ପଛକୁ ବୁଲେଇବା, ଏକ ଏମିତି ସମୟକୁ ଯେତେବେଳେ ପୃଥିବୀରେ ଫୁଲ ନଥିଲା। ଭାବନ୍ତୁ ତ, ଏମାନଙ୍କ କାହାଣୀ ଆଜିକାଲିର ନୁହେଁ। ଏହା ଆରମ୍ଭ ହୋଇଥିଲା ପ୍ରାୟ 39 କୋଟି ବର୍ଷ ପୂର୍ବରେ। ଯେତେବେଳେ ଡାଇନୋସରମାନେ ପୃଥିବୀ ପାଇଁ ବୁଲୁଥିଲେ, ସେତେବେଳେ ଚାରିଆଡ଼େ ଏହି ଗଛମାନଙ୍କର ହିଁ ରାଜୁତି ଥିଲା। ଆଉ ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି, ଏତେ ଯୁଗ ପରେ ବି ଏହି ପ୍ରାଚୀନ ଯୋଦ୍ଧାମାନେ ଆଜି ବି ଆମ ସହିତ ଅଛନ୍ତି। ତେବେ ଏମିତି କ'ଣ ଖାସ୍ କଥା ଅଛି ଏହି ଗଛଗୁଡ଼ିକରେ? ଏମାନଙ୍କୁ କ'ଣ ଏତେ ସ୍ୱତନ୍ତ୍ର କରିଥାଏ? ଜାଣନ୍ତି, ଏହାର ରହସ୍ୟ ତାର ନାଁରେ ହିଁ ଲୁଚି ରହିଛି। ଦେଖନ୍ତୁ, ଜିମ୍ନୋସ୍ପର୍ମ, ଏହି ଶବ୍ଦଟି ଆସିଛି ଦୁଇଟି ଗ୍ରୀକ୍ ଶବ୍ଦରୁ। ଜିମ୍ନୋସ୍ର ଅର୍ଥ ହେଲା ନଗ୍ନ ବା ଖୋଲା, ଆଉ ସ୍ପର୍ମାର ଅର୍ଥ ହେଲା ବୀଜ। ତେଣୁ ଏହାର ସିଧାସଳଖ ମାନେ ହେଲା ନଗ୍ନ ବୀଜ। ଏହି ଗଛଗୁଡ଼ିକର ବୀଜ କୌଣସି ଫଳ ଭିତରେ ସୁରକ୍ଷିତ ହୋଇନଥାଏ, ବରଂ ବାହାରକୁ ଖୋଲା ରହିଥାଏ। ଆଉ ଏହି ପାର୍ଥକ୍ୟଟା ବୁଝିବା ନିହାତି ଜରୁରୀ। ଆମେ ସାଧାରଣତଃ ଯେଉଁ ଫୁଲ ଫୁଟୁଥିବା ଗଛ ଦେଖୁ ବା ଆଞ୍ଜିଓସ୍ପର୍ମ, ସେଗୁଡ଼ିକ ନିଜ ବୀଜକୁ ଫଳ ଭିତରେ ସୁରକ୍ଷିତ କରି ରଖନ୍ତି, ଠିକ୍ ଯେମିତି ଆମ୍ବ ଭିତରେ ଟାକୁଆ। କିନ୍ତୁ ଜିମ୍ନୋସ୍ପର୍ମର ବୀଜ ସିଧାସଳଖ ବାହାରକୁ ଖୋଲା ରହିଥାଏ, ପ୍ରାୟତଃ କୋନ୍ ଭିତରେ ଥିବା ପତଳା ସଳଖ ଉପରେ। ଏହା ହିଁ ହେଉଛି ସେମାନଙ୍କର ସବୁଠୁ ବଡ଼ ପରିଚୟ। ତେବେ ପ୍ରଶ୍ନ ଉଠୁଛି, ଏତେ କୋଟି କୋଟି ବର୍ଷ ଧରି ଏମାନେ ପୃଥିବୀରେ ତିଷ୍ଠି ରହିଲେ କେମିତି? ନିଶ୍ଚୟ ସେମାନଙ୍କ ପାଖରେ କିଛି ଖାସ୍ ସର୍ଭାଇଭାଲ୍ କିଟ୍ ବା ବଞ୍ଚିବାର ଉପକରଣ ଥିଲା। ଆସନ୍ତୁ ସେ ବିଷୟରେ ଜାଣିବା। କେବେ ଭାବିଛନ୍ତି ପାଇନ୍ ଗଛର ପତ୍ର ଛୁଞ୍ଚି ଭଳି ପତଳା ଆଉ କଣ୍ଟାଳିଆ କାହିଁକି? ଏହା ପ୍ରକୃତରେ ପାଣି ବଞ୍ଚାଇବାର ଏକ ଜବରଦସ୍ତ ଉପାୟ। ପତ୍ର ଉପରେ ମୋଟା ମହମର ଆସ୍ତରଣ ଥାଏ, ଆଉ ଗ୍ୟାସ୍ ଆଦାନ ପ୍ରଦାନ କରୁଥିବା ଛୋଟ ଛୋଟ ଛିଦ୍ରଗୁଡ଼ିକ ଭିତରକୁ ଲୁଚି ରହିଥାଏ। ଏଇଥିପାଇଁ ତ କଠିନ ଶୁଖିଲା ପରିବେଶରେ ବି ଏମାନେ ସହଜରେ ବଞ୍ଚିଯାଆନ୍ତି। ଏମାନଙ୍କର ଆଉ ଗୋଟେ ବଡ଼ ଗୁଣ ହେଉଛି ସାଙ୍ଗ କରିବାର କଳା। ଏମାନେ ଏକୁଟିଆ ବଞ୍ଚନ୍ତି ନାହିଁ। ଯେମିତିକି ପାଇନସ୍ ଗଛ କବକ ସହିତ ବନ୍ଧୁତା କରି ମାଟିରୁ ସହଜରେ ପୋଷକ ତତ୍ତ୍ୱ ସଂଗ୍ରହ କରେ, ଆଉ ସାଇକସ୍ ଗଛ ନିଜ ଚେରରେ ଶୈବାଳକୁ ଆଶ୍ରୟ ଦେଇ ବାୟୁମଣ୍ଡଳରୁ ସିଧାସଳଖ ଯବକ୍ଷାରଜାନ ପାଇଥାଏ। ଏହା ଏକ ଚମତ୍କାର ସହଯୋଗ ନୁହେଁ କି? ଜାଣନ୍ତି, ଜିମ୍ନୋସ୍ପର୍ମଗୁଡ଼ିକ ହେଉଛନ୍ତି ବିବର୍ତ୍ତନର ଏକ ଜୀବନ୍ତ ସେତୁ। ଉଦାହରଣ ସ୍ୱରୂପ, ସାଇକସ୍ ଗଛକୁ ଦେଖିଲେ ଆମକୁ ତାଠାରୁ ବି ପୁରୁଣା ଉଦ୍ଭିଦ ଅର୍ଥାତ୍ ଫର୍ନ ବିଷୟରେ ସୂଚନା ମିଳିଥାଏ। ଆଉ ଏହାର ପ୍ରମାଣ କ'ଣ ଜାଣନ୍ତି? ସେଇଟା ଲୁଚି ରହିଛି ତାର ପତ୍ର ଭିତରେ। ସାଇକସ୍ ଗଛର କଅଁଳିଆ ପତ୍ରଗୁଡ଼ିକ ଠିକ୍ ଫର୍ନ ଗଛ ପରି ଭିତରକୁ ଗୁଡ଼େଇ ହୋଇ ବାହାରେ। ଏହାକୁ ବୈଜ୍ଞାନିକ ଭାଷାରେ କୁହାଯାଏ ସର୍ସିନେଟ୍ ଭର୍ନେସନ୍। ଏହା ହିଁ ସେହି ମଜବୁତ କଡ଼ି ଯାହା ଜିମ୍ନୋସ୍ପର୍ମକୁ ତାର ପୂର୍ବଜ ଫର୍ମ ସହିତ ଯୋଡ଼ିଥାଏ। ତେବେ ଯେମିତି ସାଇକସ୍ ଅତୀତ ସହ ଯୋଡ଼ୁଛି, ଠିକ୍ ସେମିତି ଆଉ ଏକ ଜିମ୍ନୋସ୍ପର୍ମ ଅଛି ଯିଏ ଭବିଷ୍ୟତ ଆଡ଼କୁ ଇସାରା କରୁଛି। ତା ନାଁ ହେଉଛି ଗ୍ନେଟମ୍, ଆଉ ଏହା ଆମକୁ ଫୁଲଫୁଟା ଗଛମାନଙ୍କର ଉତ୍ପତ୍ତି ବିଷୟରେ ସୂଚନା ଦିଏ। ଏହାର ପ୍ରମାଣ ମିଳେ ଏହାର ଭିତର ଗଠନରୁ। ଗିଣ୍ଟମ୍ ଗଛ ଭିତରେ ପାଣି ପରିବହନ ପାଇଁ ଭେସେଲ୍ ନାମକ ଖାସ୍ ନଳୀ ଥାଏ। ଏହା ଏକ ପ୍ରକାର ଆଡଭାନ୍ସଡ୍ ପ୍ଲମ୍ବିଂ ସିଷ୍ଟମ ଭଳି, ଯାହା ସାଧାରଣତଃ କେବଳ ଫୁଲଫୁଟା ଗଛମାନଙ୍କଠାରେ ଦେଖାଯାଏ। ଜିମ୍ନୋସ୍ପର୍ମ ହୋଇ ବି ଏହି ଗୁଣ ରଖିବା ଏକ ବଡ଼ ସଙ୍କେତ ଯେ ଫୁଲଫୁଟା ଗଛର ବିକାଶ ବୋଧହୁଏ ଏମାନଙ୍କଠାରୁ ହିଁ ହୋଇଛି। ତେବେ ଏତେ ଲକ୍ଷ ଲକ୍ଷ ବର୍ଷ ତିଷ୍ଠି ରହିବା ପାଇଁ କେବଳ ନିଜେ ଶକ୍ତିଶାଳୀ ହେଲେ ଚଳିବ ନାହିଁ, ନିଜର ବଂଶ ମଧ୍ୟ ବଢ଼ାଇବାକୁ ପଡ଼ିବ। ଆସନ୍ତୁ ଦେଖିବା ଏମାନଙ୍କର ପ୍ରଜନନ ପ୍ରଣାଳୀ କେତେ ସରଳ କିନ୍ତୁ କେତେ ପ୍ରଭାବଶାଳୀ। ଏମାନଙ୍କ ପ୍ରକ୍ରିୟା ବହୁତ ସିଧାସାଧା। ପୁରୁଷ କୋନ୍ରୁ ପରାଗ ରେଣୁ ବାହାରି ପବନରେ ଭାସି ଭାସି ଯାଇ ମହିଳା କୋନ୍ ପାଖରେ ପହଞ୍ଚେ। ଏଠି କୌଣସି ଫୁଲର ସୁଗନ୍ଧ ନାହିଁ କି କୌଣସି କୀଟପତଙ୍ଗକୁ ଆକର୍ଷିତ କରିବାର ଆବଶ୍ୟକତା ନାହିଁ। ସବୁକିଛି ନିର୍ଭର କରେ କେବଳ ପବନ ଉପରେ। ଏହା ଏକ ପ୍ରାଚୀନ କିନ୍ତୁ ବେଶ୍ ସଫଳ ପ୍ରଣାଳୀ, ଯାହା ମାଧ୍ୟମରେ ନୂଆ ବୀଜ ସୃଷ୍ଟି ହୁଏ।
ଆଚ୍ଛା, ମନେ ଅଛି ଆମେ ଆଲୋଚନା ଆରମ୍ଭରେ ଗୋଟିଏ ପ୍ରଶ୍ନ ପଚାରିଥିଲେ ଡାଇନୋସର, କାଠପଟା ଆଉ ପାଇନ୍ ନଟ୍ ବିଷୟରେ। ବର୍ତ୍ତମାନ ସେହି ପ୍ରଶ୍ନର ଉତ୍ତର ସ୍ପଷ୍ଟ ହେବାକୁ ଯାଉଛି। ଆସନ୍ତୁ ଦେଖିବା ଏହି ପ୍ରାଚୀନ ଗଛଗୁଡ଼ିକ ଆଜିର ଆଧୁନିକ ଦୁନିଆରେ କିପରି ଆମ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛନ୍ତି। ଟିକେ ଚାରିପାଖକୁ ନଜର ପକେଇଲେ ଆଶ୍ଚର୍ଯ୍ୟ ଲାଗିବ ଯେ ଏହି ଗଛଗୁଡ଼ିକ ଆମ ଜୀବନକୁ କେମିତି ଘେରି ରହିଛନ୍ତି। ଶିଳ୍ପଠାରୁ ଆରମ୍ଭ କରି ଖାଦ୍ୟ ପର୍ଯ୍ୟନ୍ତ ସବୁଠି ଏମାନଙ୍କର ଯୋଗଦାନ ଅତୁଳନୀୟ। ଆଉ ଦେଖନ୍ତୁ, ଶିଳ୍ପ କ୍ଷେତ୍ରରେ ଏମାନଙ୍କର ଭାଗ ସବୁଠାରୁ ଅଧିକ। ଆମେ ସକାଳୁ ଉଠି ଯେଉଁ ଖବରକାଗଜ ପଢ଼ୁ, ଆମ ଘରେ ଲାଗିଥିବା କାଠ କବାଟ, ଏପରିକି ସ୍କୁଲ ଲ୍ୟାବୋରେଟୋରୀରେ ସ୍ଲାଇଡ୍ ତିଆରି ପାଇଁ ବ୍ୟବହାର ହେଉଥିବା କାନାଡା ବାଲସମ୍, ଏସବୁ ପଛରେ ପାଇନସ୍ ପରି ଜିମ୍ନୋସ୍ପର୍ମର ହିଁ ହାତ ଅଛି। କହିବାକୁ ଗଲେ ଆମ ଦୁନିଆର ନିର୍ମାଣରେ ଏମାନଙ୍କର ଭୂମିକାକୁ ଅଣଦେଖା କରିହେବ ନାହିଁ। କିନ୍ତୁ କଥା କେବଳ କାଠରେ ସରିନି। ଆଶ୍ଚର୍ଯ୍ୟ ଲାଗିପାରେ ଯେ ଏମାନେ ଆମ ଖାଇବା ଟେବୁଲ ପର୍ଯ୍ୟନ୍ତ ବି ପହଞ୍ଚିଛନ୍ତି। ସ୍ୱାଦିଷ୍ଟ ଚିଲଗୋଜା ପାଇନ୍ ନଟ୍ସ ଠାରୁ ଆରମ୍ଭ କରି ସାଇକସ୍ ଗଛରୁ ତିଆରି ଶାଗୁ ପର୍ଯ୍ୟନ୍ତ ଏମାନଙ୍କର ଅବଦାନ ଆମ ରୋଷେଇ ଘର ଯାଏଁ ଲମ୍ବିଛି। ଆଉ ଏମାନଙ୍କର ଔଷଧୀୟ ଗୁଣ ସେ ବି କିଛି କମ୍ ନୁହେଁ। ଏଫେଡ୍ରା ଗଛରୁ ମିଳୁଥିବା ଏଫେଡ୍ରିନ୍ ହେଉଛି ଆଜ୍ମା ଏବଂ ଥଣ୍ଡା କାଶ ପାଇଁ ଏକ ବହୁତ ଜଣାଶୁଣା ଔଷଧ। ଏହା ବ୍ୟତୀତ ଆହୁରି ଅନେକ ପାରମ୍ପରିକ ଔଷଧରେ ମଧ୍ୟ ଏମାନଙ୍କର ବ୍ୟବହାର ରହିଛି। ଏହି ଗୋଟିଏ ବାକ୍ୟ ବୋଧହୁଏ ସବୁକିଛି କହିଦେଉଛି। ଏହି ପ୍ରାଚୀନ ଉଦ୍ଭିଦଗୁଡ଼ିକ କେବଳ ଅତୀତର ଅଂଶ ନୁହନ୍ତି, ସେମାନେ ଆମ ବର୍ତ୍ତମାନ ଏବଂ ଭବିଷ୍ୟତର ମଧ୍ୟ ମୂଳଦୁଆ। ଶେଷରେ ଗୋଟିଏ କଥା ଚିନ୍ତା କରିବା, ଏତେ ଝଡ଼ଝଞ୍ଜା ସହି, ଏତେ ପରିବର୍ତ୍ତନ ଦେଖି ଯେଉଁମାନେ ଆଜି ବି ତିଷ୍ଠି ରହିଛନ୍ତି, ସେମାନଙ୍କ ଜୀବନ କାହାଣୀରୁ କ'ଣ ସଙ୍କଟ ସମୟରେ ତିଷ୍ଠି ରହିବାର କଳା ଶିଖିହେବ? ଏ ବିଷୟରେ ଚିନ୍ତା କରିବା ନିଶ୍ଚୟ ଆବଶ୍ୟକ।